ଏହି ଚ୍ୟାନେଲରେ ପ୍ରତିଦିନ ନିଯୁକ୍ତି ଖବର ବିଷୟରେ ଦେଖିପାରିବେ। ତେଣୁ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିକା ନିଯୁକ୍ତି ଖବର ବିଷୟରେ। ଯେମିତିକି PDF ଦେଖିପାରିବେ, ବ୍ୟାଙ୍କ ଅଫ୍ ବରୋଦା ଆପ୍ରେଣ୍ଟିସ୍ 2025 ଆସିଯାଇଛି। ଏହା ଅନଲାଇନ୍ ରେଜିଷ୍ଟ୍ରେସନ 19/2/2025ରୁ ଷ୍ଟାର୍ଟ ହେଇଯାଇଛି ଏବଂ ଲାଷ୍ଟ ଡେଟ୍ 11/3/2025। ଏହାର ଇଲିଜିବିଲିଟି କ୍ରାଇଟେରିଆ ଦେଖିବାକୁ ଗଲେ 1/2/2025 ସୁଦ୍ଧା ମିନିମମ୍ ଏଜ୍ 20 ବର୍ଷ, ମ୍ୟାକ୍ସିମମ୍ ଏଜ୍ 28 ବର୍ଷ ରହିଛି। ଏଥିରେ ଏଜୁକେସନ କ୍ୱାଲିଫିକେସନ ଦେଖିବାକୁ ଗଲେ ଯେକୌଣସି ଗ୍ରାଜୁଏସନ ପାସ୍ ରହିଛି। ଏଥିରେ ଗୋଟିଏ ବର୍ଷ ଟ୍ରେନିଂ ରହିଛି। ଏଥିରେ ଟୋଟାଲ ପୋଷ୍ଟ ଦେଖିବାକୁ ଗଲେ 4000ଟି ପୋଷ୍ଟ ରହିଛି। ସେଥିଭିତରୁ ଓଡ଼ିଶାରେ ମାତ୍ର 50ଟି ପୋଷ୍ଟ ରହିଛି। ଓଡ଼ିଶାରେ ଡିଷ୍ଟ୍ରିକ୍ଟ ୱାଇଜ୍ ପୋଷ୍ଟ ଦେଖିବାକୁ ଗଲେ କଟକରେ 10ଟି ପୋଷ୍ଟ ରହିଛି, ଖୋର୍ଦ୍ଧାରେ 30ଟି ପୋଷ୍ଟ ରହିଛି, ସମ୍ବଲପୁରରେ 10ଟି ପୋଷ୍ଟ ରହିଛି। ଏଜ୍ ରିଲାକ୍ସେସନ ଦେଖିବାକୁ ଗଲେ ପ୍ରଥମେ SC/ST ରହିଛି। ଏଥିରେ ଏଜ୍ ରିଲାକ୍ସେସନ 5 ବର୍ଷ ରହିଛି। ତାପରେ ଜେନେରାଲ ରହିଛି, ଏଥିରେ 3 ବର୍ଷ ରହିଛି। ତାପରେ PWBD ଜେନେରାଲ ଏବଂ EWS ମାନଙ୍କର 10 ବର୍ଷ ରହିଛି। ତାପରେ PWBD OBC ମାନଙ୍କର 13 ବର୍ଷ ରହିଛି। ତାପରେ PWBD SST ମାନଙ୍କର 15 ବର୍ଷ ରହିଛି। ଏଥିରେ ଡକୁମେଣ୍ଟ ଦେଖିବାକୁ ଗଲେ କଲର ସ୍କାନ କପି ଆଧାର କାର୍ଡ ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ପେଜ୍ ରହିଛି। ତାହା ମଧ୍ୟ JPG ସାଇଜ ରହିଥିବ ଏବଂ 1 MB ରହିଥିବ। ତାପରେ କଲର ସ୍କାନ କପି ଅଫ୍ ପାନ୍ କାର୍ଡ ରହିଛି। ଏହା ମଧ୍ୟ JPG ରହିଥିବ ଏବଂ 1 MB ରହିଥିବ। ତାପରେ ଭ୍ୟାଲିଡ୍ ପର୍ସନାଲ ଇମେଲ ଆଇଡି ରହିଛି। ତାପରେ ଭ୍ୟାଲିଡ୍ ମୋବାଇଲ ନମ୍ବର ରହିଛି। ତାପରେ କଲର ସ୍କାନ କପି ପାସପୋର୍ଟ ସାଇଜ ଫଟୋଗ୍ରାଫ ରହିଛି। ତାହା JPG ଏବଂ 1 MB ରହିଥିବ। ତାପରେ କଲର ସ୍କାନ କପି ଅଫ୍ 10th ମାର୍କସିଟ୍ ରହିଛି। ତାହା PDF ରହିଥିବ ଏବଂ 1 MB ରହିଥିବ। ତାପରେ କଲର ସ୍କାନ କପି +2 ମାର୍କସିଟ୍ ରହିଛି। ତାହା ମଧ୍ୟ PDF ରହିଥିବ ଏବଂ 1 MB ରହିଥିବ। ତାପରେ କଲର ସ୍କାନ କପି ଅଫ୍ ଡିଗ୍ରୀ ମାର୍କସିଟ୍ ରହିଛି ବା ପ୍ରୋଭିଜନାଲ ସାର୍ଟିଫିକେଟ୍ ରହିଛି। ତାହା ମଧ୍ୟ PDF ରହିଥିବ ଏବଂ 1 MB ରହିଥିବ। ତାପରେ କଲର ସ୍କାନ କପି ସେଭିଂ ବ୍ୟାଙ୍କ ପାସବୁକ୍ ବା ଚେକ୍ ଲିପ୍ ରହିଛି। ଏହା ମଧ୍ୟ PDF ରହିଛି ଏବଂ 1 MB ରହିଛି। ତାପରେ କଲର ସ୍କାନ କପି ସିଗ୍ନେଚର ଅଫ୍ ଦି କ୍ୟାଣ୍ଡିଡେଟ୍ ରହିଛି। ଏହା JPG ଏବଂ 1 MB ରହିଛି। ସିଲେକ୍ସନ ପ୍ରୋସେସ ଦେଖିବାକୁ ଗଲେ ଏଥିରେ ଅନଲାଇନ୍ ଏକ୍ଜାମିନେସନ ରହିଛି, ଡକୁମେଣ୍ଟ ଭେରିଫିକେସନ ରହିଛି ଏବଂ ଟେଷ୍ଟ ଅଫ୍ ଲୋକାଲ ଲାଙ୍ଗୁଏଜ ଅଫ୍ ଦି ଷ୍ଟେଟ୍ ରହିଛି। ଅନଲାଇନ୍ ଏକ୍ଜାମିନେସନର ଅବଜେକ୍ଟିଭ ଟାଇପ୍ ଦେଖିବାକୁ ଗଲେ ପ୍ରଥମରେ ଜେନେରାଲ ଫାଇନାନ୍ସିଆଲ ଆୱାରନେସ୍ ରହିଛି। ଏଥିରେ ନମ୍ବର ଅଫ୍ କ୍ୱେଶ୍ଚନ 25ଟି ରହିଛି ଏବଂ ମ୍ୟାକ୍ସିମମ୍ ମାର୍କ 25 ରହିଛି। ତାପରେ କ୍ୱାଣ୍ଟିଟିଭ ଆଣ୍ଡ ରିଜନିଂ ଆପ୍ଟିଟ୍ୟୁଡ ରହିଛି। ଏଥିରେ ମଧ୍ୟ 25ଟି କ୍ୱେଶ୍ଚନ ରହିଛି ଏବଂ 25 ମାର୍କ ରହିଛି। ତାପରେ କମ୍ପ୍ୟୁଟର ନଲେଜ ରହିଛି। ଏଥିରେ 25ଟି କ୍ୱେଶ୍ଚନ ରହିଛି ଏବଂ 25 ମାର୍କ ରହିଛି। ତାପରେ ଜେନେରାଲ ଇଂଲିଶ ରହିଛି। ଏଥିରେ ମଧ୍ୟ 25ଟି କ୍ୱେଶ୍ଚନ ରହିଛି ଏବଂ 25 ମାର୍କ ରହିଛି। ତେବେ ଟୋଟାଲ 100ଟି କ୍ୱେଶ୍ଚନ ରହିଛି ଏବଂ ଟୋଟାଲ ମାର୍କ 100 ରହିଛି। ତେବେ ଟୋଟାଲ ଟାଇମ୍ ଡ୍ୟୁରେସନ 60 ମିନିଟ୍ ରହିଛି। ଆପ୍ଲିକେସନ ଫି ଦେଖିବାକୁ ଗଲେ PWBD କ୍ୟାଣ୍ଡିଡେଟ୍ ମାନଙ୍କର 400 ପ୍ଲସ୍ GST ରହିଛି। ତାପରେ SST ମାନଙ୍କର 600 ପ୍ଲସ୍ GST ରହିଛି। ତାପରେ ଜେନେରାଲ EWS ଅଦର ବ୍ୟାକୱାର୍ଡ କ୍ଲାସ ମାନଙ୍କର 800 ପ୍ଲସ୍ GST ରହିଛି। ଯେଉଁମାନେ ଏହି ପୋଷ୍ଟରେ ଆବେଦନ କରିବାକୁ ଚାହୁଁଛନ୍ତି natseducation.gov.in ସାଇଟ୍ରେ ଯାଇ ଆବେଦନ କରିପାରିବେ କିମ୍ବା www.apprenticeshipindia.gov.in ସାଇଟ୍ରେ ଆବେଦନ କରିପାରିବେ।